ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 63। କୃତଜ୍ଞତାର ଆଶା ରଖ ନାହିଁ। ଦିନେ ସନ୍ଧ୍ୟାବେଳେ ଯୀଶୁ ପ୍ରାର୍ଥନା ଓ ଆଧ୍ୟାତ୍ମିକ ଶକ୍ତି ବଳରେ 10 ଜଣ କୁଷ୍ଠ ରୋଗୀଙ୍କୁ ଆରୋଗ୍ୟ କଲେ। କିନ୍ତୁ କେତେଜଣ କୁଷ୍ଠ ରୋଗୀ ତାଙ୍କୁ ଧନ୍ୟବାଦ ଦେବା ପାଇଁ ସେଠାରେ ଅଟକିଥିଲେ? ତୁମେ ଜାଣ କି? କେବଳ ଜଣେ ହିଁ ଅଟକିଥିଲା। ଯୀଶୁ ଯେତେବେଳେ ନିଜ ଶିଷ୍ୟମାନଙ୍କୁ ପଚାରିଲେ, ବାକି 9 ଜଣ କୁଆଡ଼େ ଗଲେ? ସେମାନେ ଉତ୍ତର ଦେଲେ ଯେ ସୁସ୍ଥ ହେବା ପରେ ସେମାନେ ଚୁପଚାପ ଖସି ପଳାଇଲେ, ଧନ୍ୟବାଦ ନ ଦେଇ କିମ୍ବା କୃତଜ୍ଞତା ସୂଚକ ପଦେ କଥା ନ କହି। ଯୀଶୁଙ୍କ ପରି ଜଣେ ମହାନ ପୁରୁଷଙ୍କ ପ୍ରତି ଯେବେ ଏପରି ଅକୃତଜ୍ଞ ବ୍ୟବହାର କରାଯାଇପାରିଲା, ତେବେ ତୁମେ କିପରି ସଂସାରଠାରୁ ଭଲ ବ୍ୟବହାର ଆଶା କରିବ? କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।